ହେଇଗଲା ତୋର ବଟର ଚିକେନ କେମିତି ଲାଗୁଛି କହିବୁ। ନମସ୍କାର ସମସ୍ତଙ୍କୁ। ମୁଁ ୱେଲକମ୍ କରୁଛି ଆମର ଏକ ନୂଆ ରେସିପି ଭିଡ଼ିଓ ବଟର ଚିକେନକୁ। ମୁଁ ଏଇଠି ଦେଖୁଛି ଚିକେନର ଟେଷ୍ଟଟା କେମିତି ହେଇଛି, ତାପରେ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣେଇବି ଆପଣ କେମିତି ଟେଷ୍ଟ ପାଇବେ। କେଜି ଚିକେନ ନେଇଯାଇଛି। ବଟର ଚିକେନ ବନେଇବା କି? ବନେଇବା। ଠିକ ଅଛି। ଏବେ ମୁଁ ଆପଣଙ୍କୁ ସେଇ ଟେଷ୍ଟ କେମିତି ପାଇବେ ବଟର ଚିକେନର ପ୍ରୋସେସ ଦେଖାଉଛି। ପ୍ରଥମେ ଚିକେନରେ କିଛି ଲେମ୍ବୁ ଚିପୁଡ଼ି ଦେବେ, ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଆଉ କିଛି ଦହି ଦେଇ ତାକୁ ଭଲସେ ମ୍ୟାରିନେଟ୍ କରିନେବେ। ଯେମିତି ମ୍ୟାରିନେସନ ଗୁଡ଼ା ଚିକେନର ସବୁ ପିସ୍କୁ କୋଟ୍ କରିବା ଦରକାର, ଯାହାଦ୍ୱାରା କି ମ୍ୟାରିନେସନର ମସଲାଟା ଚିକେନ ଭିତରକୁ ଭଲସେ ଯିବ। ମୁଁ ୟାକୁ 15 ମିନିଟ୍ସ ପାଇଁ ରଖିଥିଲି ମ୍ୟାରିନେଟ୍ କରିକି। ଆପଣଙ୍କ ପାଖରେ ଯଦି ଟାଇମ୍ ଥାଏ ତାହେଲେ ଆପଣ 30 to 45 ମିନିଟ୍ସ ପର୍ଯ୍ୟନ୍ତ ଫ୍ରିଜରେ ରଖିକି ବନେଇ ପାରିବେ, ଯାହାଦ୍ୱାରା କି ଚିକେନ ଗୁଡ଼ା ବହୁତ ସଫ୍ଟ ହେଇଯାଏ ଆଉ ବହୁତ ଜଲ୍ଦି ସିଝିଯାଏ ଆଉ ମସଲା ଗୁଡ଼ାକ ଚିକେନ ଭିତରେ ଭଲସେ ପଶି ଯାଇଥାଏ। ଏଇଠି ମୁଁ କଡ଼େଇରେ କିଛି ବଟର ନେଇଯାଇଛି। ବଟରକୁ ଟିକେ ମେଲ୍ଟ ହବାକୁ ଛାଡ଼ିଦବା। ବଟର ଭଲସେ ମେଲ୍ଟ ହେଇଗଲେ ସେଥିରେ କିଛି ଗୋଟା ମସଲା ଦେଇଦବା, ଯେମିତିକି ଜିରା, ଗୋଲମରିଚ, ଡାଲଚିନି, ଗୁଜୁରାତି। ତାପରେ ଏଇଠି ମୁଁ କଞ୍ଚା ଲଙ୍କା ଦେଇଦେଇଛି। ତାପରେ କଟା ପିଆଜକୁ ଦେଇଦବା। ଏଇଠି ପିଆଜକୁ ଭଲସେ ଭାଜିବା। ପିଆଜ ଭାଜି ହେଇଗଲା ପରେ ଏଠି ଅଦା ରସୁଣ ପେଷ୍ଟ ଦେଇଦେଇଛି। ଅଦା ରସୁଣ ପେଷ୍ଟ ଆଉ ପିଆଜଟା ଭଲସେ ଟିକେ ବ୍ରାଉନ ହେଲା ପରେ ସେଠି ଟମାଟୋ ପେଷ୍ଟକୁ ଦେଇଦେଇଛି ମୁଁ। ତାପରେ ସବୁ ଗୁଡ଼ାକୁ ଭଲସେ ମିକ୍ସ କରିକି ତାକୁ ଟିକେ ଭାଜିବା 10 ରୁ 12 ମିନିଟ୍ ପର୍ଯ୍ୟନ୍ତ। ତାପରେ ଏଠି କିଛି ଲଙ୍କା ଗୁଣ୍ଡ, ହଳଦୀ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ମୁଁ ଦେଇଦେଇଛି, ଯାହା ମସଲା ଆମର ଦରକାର ଥିଲା, ଡ୍ରାଏ ପାଉଡର ଗୁଡ଼ା। ଏଇଠି ଚିକେନ ମ୍ୟାରିନେଟେଡ୍ ଚିକେନ ଦେଇଦେଉଛି ମୁଁ। ସବୁଗୁଡ଼ା ଭଲସେ ମିକ୍ସ କରିକି ଚିକେନଟାକୁ ଭଲସେ କଷିବା କିଛି ସମୟ, ମିନିମମ୍ 5 ରୁ 7 ମିନିଟ୍ ପର୍ଯ୍ୟନ୍ତ ଆକୁ ଭଲସେ କଷିବେ। ଚିକେନ ଟିକେ କଷି ହେଇଗଲା ପରେ ଏଇଠି ଆମେ ଚାରୁମଗଜ ଆଉ କାଜୁର ବଟା ଦେଇଦେଇଛୁ। ସବୁଗୁଡ଼ା ଭଲସେ ମିକ୍ସ କରିକି ୟାକୁ ସେଇ 7 ରୁ 8 ମିନିଟ୍ ଭଲସେ କଷିବେ। ଏହାଦ୍ୱାରା ଚିକେନ ଯେଉଁ ପାଣି ଛାଡ଼ିବ ତା ଦେହରେ ଚିକେନଟା ସିଝିବ। ଦେଖନ୍ତୁ ଏଇଠି ମୁଁ ଘୋଡ଼େଇ ଦେଇଥିଲି 5 ମିନିଟ୍ ପାଇଁ। ଦେଖନ୍ତୁ କେତେ ବଢ଼ିଆ କଲର୍ ଆସିଛି। ବଟରର ସ୍ମେଲଟା ବହୁତ ବଢ଼ିଆ ହେଉଛି। ମଝିରେ ତାକୁ ଭଲସେ ଷ୍ଟର୍ କରୁଥିବେ, ନହେଲେ ଚିକେନଟା ଲାଗିଯିବାର ସମ୍ଭାବନା ଥାଏ। ଏଇଠି ମୁଁ କିଛି କ୍ୟାପ୍ସିକମ୍ ଆଉ ପିଆଜକୁ ଟିକେ ସାଲୋ ଫ୍ରାଏ କରିଦେଇଥିଲି, ତାକୁ ପକେଇଦବା। ଏଠି ଚିକେନ, ପିଆଜ, କ୍ୟାପ୍ସିକମ୍ ତାକୁ ଭଲସେ ଗୋଳେଇବା, ସବୁଗୁଡ଼ାକୁ ମିକ୍ସ କରିକି। ଏଇଠି ମମି ବନଉଛନ୍ତି। ପୁଅ ଯେତିକି ପର୍ଯ୍ୟନ୍ତ ଶୋଇଥାଏ ମୁଁ ମମିଙ୍କୁ ସେତିକି ଟାଇମ୍ ପର୍ଯ୍ୟନ୍ତ ହେଲ୍ପ କରିପାରେ। ସେ ଉଠିଗଲା ପରେ ତାକୁ ଧରିବା ପାଇଁ ପଡ଼େ। ମମି ବି ବେଳେବେଳେ ଧରନ୍ତି। ଦେଖନ୍ତୁ ସେ ଆସିଛି ଦେଖିବା ପାଇଁ କ'ଣ ହେଉଛି। ଏଇଠି କିଛି ଆମେ ବଟର ନେଇଯିବା। ବଟରକୁ ଟିକେ ମେଲ୍ଟ କରିକି ସେଥିରେ ଟିକେ ଲଙ୍କା ଗୁଣ୍ଡ ଆଉ କିଛି କସ୍ତୁରୀ ମେଥି ଦେଇ ତାକୁ ଭଲସେ ଗୋଳେଇ ଗୋଟେ ଛୁଙ୍କ ଦେଇଦବା ସେ ଚିକେନର ତରକାରୀରେ। ତାପରେ ତାକୁ ଘୋଡ଼ା ହେଇଯାଇଥିଲା। ଏବେ ଦେଖନ୍ତୁ କେତେ ବଢ଼ିଆ ଦେଖାଉଛି ଆଉ ବାସ୍ନାଟା ଯେମିତି ଚିକେନର ବଟର ସହିତ ଗୋଟେ ସ୍ମୋକି ଫ୍ଲେଭର ବି ଆସୁଛି, ଯେହେତୁ ବଟର ଛୁଙ୍କ ଦିଆହେଇଛି। ଏଇଠି କିଛି ଧନିଆ ପତ୍ର ଆଉ କିଛି ଗରମ ମସଲା ଦେଇଦେଇକି ଆମର ବଟର ଚିକେନ ସର୍ଭ କରିବା ପାଇଁ ରେଡ଼ି ହେଇଯାଇଛି। ଦେଖନ୍ତୁ କେତେ ବଢ଼ିଆ ଦେଖାଉଛି। ଆପଣ ବି ଏଇ ପ୍ରୋସେସରେ ଗୋଟେ ଥର ଘରେ କରନ୍ତୁ, ଘରେ ସମସ୍ତଙ୍କୁ ଖୁଆନ୍ତୁ, ନିଜେ ଟ୍ରାଏ କରନ୍ତୁ। କେମିତି ଲାଗୁଛି କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଆଉ ଏମିତି ଭଲ ଭଲ ରେସିପି ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।